प्रभु तुम ठीक कह तुम जब सैन्य मैंने अच्छ कई के देखी ना सीता मोहन सत्य कथा प्रभु सीता सन्धान जावाक हेले मोठार किसी संकेत ने निश्चय प्रभु ताहले मु कहूँ शुण प्रकाश करंतु प्रभु मधु सजा काले कुला दीप कुल दीप अच्छी मधु सजा काले कुल दीप दीप एक संकेत नहीं सीता बह कर सारा पर मधुसज्जा मंडपर आम दुई जन कुलप्रति नियम नियम कर सीता व्यतीत मोर नेत्र केबे हेले अन्य नारी मान पड़ना ये गोटे संकेत हेले प्रभु ये तो सत्य कथा हेले प्रभु ये संकेत करना शुणिक मात्र के जगत जननी माँ सीता ठाकुराणी कौन विश्वास करेंगे प्रभु ताहले तुम्हें आउ किसी संकेत ने हाँ प्रभु एपरी किसी गुप्त संकेत दिंतु जहाँकि जानवा मात्र के जननी मोहर विश्वास करेंगे जे मु आपणकर प्रिय भक्त मारुति बोली ताहले सुनो प्रकाश करंतु प्रभु नियम जे करी अछि जनकर अछि नियम जे करी अछि जनकर अछि पूरा दीप साखी राखी छुई अछि देहा मुनियम जे करी अछि जनकर अछि से मधुसज्जा मंडपर कुलप्रति छुई नियम कर अच्छा सीता सर्वज्ञ छुई नियम कर जिते दिन संसार मध्य बंची थी सीता व्यतीत अन्य नारी मु बह करी ना ये गोटे संकेत मानुची प्रभु गोटी गोटी कर सम संकेत मानुअछि मुहे तथापि मन मध्य सन्देह जात हुए मोर कहीं जानती प्रभु तुम्हें ताहले आउ किसी संकेत ने चाह हाँ प्रभु मत एपरी किसी गुप्त संकेत दिंतु जहाँ जननी नयने देखा मात्र के विश्वास करेंगे जे मुझे आपणकर प्रिय भक्त मारुति बोली आउ किसी संकेत दिंतु प्रभु दिंतु जीवन रे थिबा जाए थिबी मो बंचीबी जीवन रे थिबा जाए थिबी मो बंचीबी
ନିୟମ କରିଛି ପ୍ରଭୁ ଜୀବନରେ ବଞ୍ଚିଥିବା ପର୍ଯ୍ୟନ୍ତ ସୀତାଙ୍କ ବ୍ୟତୀତ ଅନ୍ୟ ନାରୀର ଅଙ୍ଗ ସ୍ପର୍ଶ କରିବି ନାହିଁ। ପ୍ରଭୁ ଏ ମଧ୍ୟ ଗୋଟିଏ ସଂକେତ। ଇଏ ତ ସମସ୍ତ ପତି ପତ୍ନୀଙ୍କର ନିୟମ ପ୍ରଭୁ, ତଥାପି ମନ ମଧ୍ୟ ସନ୍ଦେହ ଜାତ ହୁଏ ମୋର। ଇଏ ସମସ୍ତ ସଂକେତ ପ୍ରାପ୍ତ ହେବା ପରେ ମାତା ଆମର କେବେ ହେଲେ ନୁହେଁ ବିଶ୍ୱାସ ଆପଣଙ୍କ ପ୍ରିୟ ଭକ୍ତ ମାରୁତି ବୋଲି। ତୁମର କହିବା କଥା ଈଶ୍ୱର ସଂକେତ କହିବା ପରେ ହଁ ପ୍ରଭୁ ସୀତା ଯଦି ମୋର ବିଶ୍ୱାସ ନ ଜାଣନ୍ତି ପ୍ରଭୁ ଆଉ କିଛି ସଂକେତ ନେବାକୁ ଚାହୁଁ ଦିଅନ୍ତୁ ପ୍ରଭୁ, ତାହେଲେ ଶୁଣିବି। ପ୍ରକାଶ କରନ୍ତୁ ପ୍ରଭୁ। ଚିତ୍ରକୂଟେ କାଟ ପକ୍ଷୀ ପକ୍ଷେ ଘାତ କଲା ସେ ଦେଶରୁ ସର୍ବକାଟ ଚକ୍ଷୁଟେ ରହେ। ଚଉଦ ବର୍ଷ ବନବାସ ଆସିବା ପରେ କିଛି ଦୂର ଚିତ୍ରକୂଟରେ ରହିଲେ। ପ୍ରଭୁ ସୀତା ମୋର ମାଂସ ଶୁଖାଇଲା ବେଳେ ଏକ ଦୁଷ୍ଟ କାକ ଆସି ସୀତାଙ୍କର ଓଷ୍ଠସ୍ଥଳ ଏସବୁ କ୍ଷତ ବିକ୍ଷତ କରିଥିଲେ। ତାପରେ ମୁଁ ତାର ପ୍ରତିକାର କରିବାକୁ ଯାଇ ହଁ ପ୍ରଭୁ ସର୍ବକାକଙ୍କର ଚକ୍ଷୁ ଫେରାଇ ଦେଇଥିଲି। ଅଭିଶପ୍ତ ହୋଇଥିଲେ ସେ ସର୍ବକାକ। ଏ ମଧ୍ୟ ଗୋଟିଏ ଗୁପ୍ତ ସଂକେତ। ତଥାପି ମନ ମଧ୍ୟ ସନ୍ଦେହ ଜାତ ହୁଏ ପ୍ରଭୁ। ମୋର ସେଇ ଗୋଟିଏ କଥା, ଏପରି କିଛି ଗୁପ୍ତ ସଂକେତ ଆପଣ ମୋତେ ଅର୍ପଣ କରନ୍ତୁ, ଯାହା ଜନନୀ ଜାଣିବା ମାତ୍ରକେ ବିଶ୍ୱାସ କରିବେ ଯେ ଆପଣଙ୍କ ଦୂତ ହୋଇ ଛୁଟି ଆସିଛି ମା ଦାଣ୍ଡ ନିକଟକୁ ବୋଲି। ପ୍ରଭୁ ତମେ ତାହେଲେ ଆଉ କିଛି ସଂକେତ ନେବାକୁ ଚାହ? ଦିଅନ୍ତୁ ପ୍ରଭୁ। ତାହେଲେ ମୁଁ କହୁଛି ଶୁଣ। ପ୍ରକାଶ କରନ୍ତୁ ପ୍ରଭୁ। ସେଇ ଚିତ୍ରକୂଟ ପର୍ବତରେ ଆଉ ମଧ୍ୟ ଏକ ସଂକେତ ଅଛି। ଦିଅନ୍ତୁ ପ୍ରଭୁ। ଶୁଣିବ? ପ୍ରକାଶ କରନ୍ତୁ ପ୍ରଭୁ। ତାହେଲେ ଶୁଣ ହନୁମାନ। ଗେରୁଚିତା ସଂକେତ ଯେ ଶ୍ରୀରାମ କହିଲେ ସମ୍ପ୍ରତି ନ ଗଲେ କହିବୁ ଗେରୁଚିତା ସଂକେତ ଯେ ଶ୍ରୀରାମ କହିଲେ ସମ୍ପ୍ରତି ନ ଗଲେ କହିବୁ ବଇ। ସେଇ ଚିତ୍ରକୂଟ ପର୍ବତର ନିଷ୍ପାର୍ଶ୍ୱରେ ଆମେ ଦୁଇ ଜଣ ଭ୍ରମଣ କରିବା ସମୟରେ ପ୍ରଭୁ ଏକ ରଙ୍ଗଶିଳା ସାହାଯ୍ୟରେ ସୀତାଙ୍କର ମସ୍ତକରେ ମୁଁ ଗେରୁଚିତା ଅଙ୍କନ କରିଛି। ପ୍ରଭୁ ଏ ମଧ୍ୟ ଗୋଟିଏ ଗୁପ୍ତ ସଂକେତ। ହେଲେ ପ୍ରଭୁ ଅନ୍ୟ ମୁହୂର୍ତ୍ତରେ ତାଙ୍କର ମସ୍ତକରୁ ଚିତା ଆସି ମୋ ମସ୍ତକରେ ଲାଗିଥିଲା। ଏକଥା କହିଲେ ସୀତା ବିଶ୍ୱାସ କରିବେ ତମେ ମାନେ ମୋ ନିକଟରୁ ଦୂତ ଭାବରେ ଯାଇଛ। ହେଲେ ପ୍ରଭୁ ମନେ ରହିଲା ତ? ସର୍ବଶେଷରେ ମୋର ସେଇ ଗୋଟିଏ ବାକ୍ୟ, କିଛି ଗୁପ୍ତ ସଂକେତ ମୋ ହସ୍ତରେ ଆପଣ ଅର୍ପଣ କରନ୍ତୁ, ଯାହାକି ଜନନୀ ନୟନେ ଦେଖିବା ମାତ୍ରକେ ବିଶ୍ୱାସ କରିବା ଯେ ଆପଣଙ୍କ ଦୂତ ହୋଇ ଛୁଟି ଆସିଛି ମୁଁ ତାଙ୍କରି ନିକଟକୁ ବୋଲି। ହନୁମାନ, କୁହନ୍ତୁ ଏତେ ପ୍ରଭୁ। କଥା କହିବା ପରେ ଯଦି ତୁମର ବିଶ୍ୱାସ ନ ହେଉଛି ତାହେଲେ ଶୁଣ, ସୀତାଙ୍କର ଷୋଡ଼ ନାମ ଅଛି। ସବୁ ନାମ ସେ ବିଳମ୍ବ କାହିଁକି ପ୍ରଭୁ? ଗୋଟି ଗୋଟି କରି ପ୍ରକାଶ କରନ୍ତୁ ମୋହରି ସମ୍ମୁଖେ। ସୀତା ଯେ ଜାନକୀ ଜାନା ବୈଦେହୀ ମୈଥିଳୀ ଏ କଥା ମାନ ହନୁମାନ ଯୋଜନ ଗନ୍ଧ ପାର୍ଥବୀ ପ୍ରଭୁ ସୀତାଙ୍କର ଷୋଡ଼ ନାମ ମନେ ରହିଲା ତ? ପ୍ରଭୁ ସୀତା, ଜାନକୀ, ତାପରେ ବୈଦେହୀ, ତାପରେ ମୈଥିଳୀ, ଆଚ୍ଛା ଯୋଜନଗନ୍ଧା, ତାପରେ ପାର୍ଥବୀ। ଠିକ ଅଛି ପ୍ରଭୁ, ଏ ହେଲା ସୀତାଙ୍କର ଷୋଡ଼ ନାମ। ଏ ତ ସତ୍ୟ କଥା। একথা কহিলে সীতা বিশ্বাস করিবে তুমি মানে ମୋ ନିକଟରୁ ଦୂତ ଭାବରେ ଯାଇଛି। ହେଲେ ପ୍ରଭୁ ଯାଅ, ସମସ୍ତ ଷଢ଼ ନାମ ଗୋଟି ଗୋଟି ମନ ମଧ୍ୟରେ ରଖିନେଲି ପ୍ରଭୁ।
ତଥାପି ମନ ମଧ୍ୟ ସନ୍ଦେହ ଜାତ ହୁଏ ମୋହର। କାହିଁକି ପ୍ରଭୁ ସ୍ୱଚକ୍ଷୁରେ କେବେ ଦେଖି ନାହାନ୍ତି ଜନନୀ ମୋତେ। ସର୍ବଶେଷରେ ମୋର ସେଇ ଗୋଟିଏ ବାକ୍ୟ, କିଛି ଗୁପ୍ତ ସଂକେତ ମୋ ହସ୍ତରେ ଆପଣ ଅର୍ପଣ କରନ୍ତୁ, ଯାହାକୁ ସଙ୍ଗତରେ ନେଇ ଛୁଟି ଯିବି ମାତାଙ୍କ ସନ୍ଧାନ ନିମନ୍ତେ। ତାହେଲେ ତମେ ମୋ ଠାରୁ କିଛି ପଦାର୍ଥ ନେବାକୁ ଚାହ? ନିଶ୍ଚୟ ପ୍ରଭୁ। ଏଇ ନିଅ ବିଲ, ଦିଅନ୍ତୁ ପ୍ରଭୁ। ନିଅ ନିଅ। କାହିଁ ପ୍ରଭୁ ଦେଖାଉଛନ୍ତି ଶୂନ୍ୟ ହସ୍ତ ମୋତେ? ନିଅ। ତାମାନେ ଆପଣଙ୍କର ମୋତେ ପରିହାସ କରୁଛନ୍ତି ପ୍ରଭୁ? ନାହିଁ ପ୍ରଭୁ, ତାହେଲେ କିଛି ଗୁପ୍ତ ସଂକେତ ମୋ ହସ୍ତରେ ଆପଣ ଅର୍ପଣ କରନ୍ତୁ, ଯାହାକୁ ସଙ୍ଗତରେ ନେଇ ଛୁଟି ଯିବି ମାତାଙ୍କ ନିକଟେ। ତାହେଲେ ତମେ ସତ୍ୟକୁ ଧରିବା ପାଇଁ କେବେ ସାମର୍ଥ୍ୟ ନୁହେଁ। ତାହେଲେ ମୁଁ କହୁଛି ଶୁଣ। କୁହନ୍ତୁ ପ୍ରଭୁ। ଶୁଣ ହେ ହନୁମାନ, ଅଛି ଯେ ସଂକେ ପରମାନ। ମୁଦ୍ରିକା ଅଛି ମୋ ହସ୍ତର, ନିୟ ହେ ଭକ୍ତ ପ୍ରବର। ପ୍ରଭୁ ମୋ ନିକଟରେ ନାମାଙ୍କିତ ଏକ ସ୍ୱର୍ଣ୍ଣ ମୁଦ୍ରିକା ଅଛି। ସେ ସ୍ୱର୍ଣ୍ଣ ମୁଦ୍ରିକା ନେଇ ତମେ ଚାହ। ଏ ନାମାଙ୍କିତ ମୁଦ୍ରିକା ଦେଖିଲେ ସେ ତ ମୋର ବିଶ୍ୱାସ କରିବେ ପ୍ରଭୁ ତମେ ମାନେ ମୋ ନିକଟରୁ ଦୂତ ଭାବରେ ଯାଇଛ। ହଁ ପ୍ରଭୁ, ହଁ यही ହେଉଛି ଠିକ ଉଚିତ ସଂକେତ। ବିଳମ୍ବ କାହିଁକି ପ୍ରଭୁ? ସେହି ମୁଦ୍ରିକା ମୋ ହସ୍ତରେ ଆପଣ ଅର୍ପଣ କରନ୍ତୁ, ସେହି ମୁଦ୍ରିକା ସଙ୍ଗେ ନେଇ ଛୁଟି ଯିବି ମାତାଙ୍କ ସନ୍ଧାନ ନିମନ୍ତେ। ଠିକ ଅଛି। ଏମନ୍ତ କହିଣା ହସ୍ତର ଶ୍ରୀରାମ ରତ୍ନ ମୋଦି କାଢ଼ିଲେ। ଏମନ୍ତ କହିଣା ହସ୍ତର ଶ୍ରୀରାମ ରତ୍ନ ମୋଦି କାଢ଼ିଲେ। हनुमंत हस्ते नेई से मुद्रिका, हनुमंत हस्ते नेई से मुद्रिका। जहु बेगेता समर्पी देले, जहु बेगे नेई समर्पी देले। ये मंतरे जहु हस्तर श्रीराम रत्न मोदी काढ़िले। ये मंतरे जहु हस्तर श्रीराम रत्न मोदी काढ़िले। ପ୍ରଭୁ এই নিয় রত্নমূর্তি। এই রত্নমূর্তি দেখিলে সে তো মোর বিশ্বাস করিবে এ হচ্ছে মোর প্রভুঙ্কর হস্ତରେ থিবা নামাঙ্কিত রত্নমূর্তি। ଦିଅନ୍ତୁ ପ୍ରଭୁ। যদি সীতা মোর পচারନ୍ତି ପ୍ରଭୁ ଏ ରତ୍ନମୁଦି କିଏ କାହାକୁ କେତେବେଳେ ଦେଇଥିଲେ, ତମେ କ'ଣ କହିବ? ଏ ତ ସତ୍ୟ କଥା ପ୍ରଭୁ। ସେପରି କୌଣସି ଘଟଣା ମନ ମଧ୍ୟ ଚିନ୍ତା କରି ନାହିଁ ମୁହିଁ। ବତାଇ ଦିଅନ୍ତୁ ପ୍ରଭୁ, କ'ଣ କହିବାକୁ ହେବ ମାତାଙ୍କ ନିକଟରେ? ମଣ୍ଡପେ ମତେ ବ୍ରହ୍ମା ଦେଇଥିଲେ, ବ୍ରହ୍ମା ଦେଇଥିଲେ। ଶ୍ରୀରାମ ତିନି ଅକ୍ଷର ଲେଖା ଅଛି ଭଲେ, ଲେଖା ଅଛି ଭଲେ। ଯଦି ମୋର ସୀତା ପଚାରନ୍ତି ପ୍ରଭୁ ଏ ରତ୍ନମୁଦି ପ୍ରଭୁଙ୍କୁ ମୋର କିଏ କେତେବେଳେ ଦେଇଛି, ହଁ ପ୍ରଭୁ ତମେ କହିବ ଯେତେବେଳେ ମିଥିଳା ରାଜ୍ୟରେ ଶିବଧନୁ ଭଗ୍ନ କରିବା ପରେ ସୀତାଙ୍କର ମୋର ହେଉଥାଏ ବିବାହ। ପ୍ରଭୁ ସେ ବିବାହ ମଣ୍ଡପରେ
ବିପ୍ରମାନେ ମୋର ସୀତାଙ୍କ ହସ୍ତ ସହିତ ମୋ ହସ୍ତରେ ରଚୁରେ ବନ୍ଧନ କରିଥାନ୍ତି। ସେତେବେଳେ ଦେବତାମାନେ ସେ ସ୍ଥାନରେ ଥିଲେ। ପ୍ରଭୁ ସେମାନଙ୍କ ସହିତ ଆସିଥିଲେ ବେଦପତି ବ୍ରହ୍ମା। ପ୍ରଭୁ এই ନାମାଙ୍କିତ ମୁଦ୍ରିକା ସେ ସ୍ଥାନରେ ମୋତେ ସେ ଅର୍ପଣ କରିଥିଲେ। ପ୍ରଭୁ ମନେ ରହିଲା ତ? ବିଳମ୍ବ କାହିଁକି? ତାହେଲେ ନିଅ ବିଲ। ଅର୍ପଣ କରନ୍ତୁ ପ୍ରଭୁ, ମୋର ହସ୍ତରେ ଆପଣ ଅର୍ପଣ କରନ୍ତୁ। ଏହା କହି ଶ୍ରୀରାମ ଯେ ପ୍ରଭୁ ମୋଦି ସମ ଦୀନ ସଦା ଶିବ ଜୟ ଶ୍ରୀରାମ। ଗୀତରେ କହି ଜବିର ଏସବୁ ସଂକେତ ନେଇ ମୈତ୍ର ସୁଗ୍ରୀବ କହିବା ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ସୀତାଙ୍କର ସନ୍ଧାନ ଆଣି ତମେମାନେ ଆମ ନିକଟକୁ ଫେରି ଆସିବେ। ପ୍ରଭୁ এই ସ୍ଥାନରେ ଆମେମାନେ ତମର ଫେରିବା ପଥକୁ ଅପେକ୍ଷା କରିଛୁ। ପ୍ରଭୁ ମୋର ମନେ କହୁଛି ଏଇ ହଉଛି ଗୁପ୍ତ ସଂକେତ। ପ୍ରଭୁ ନିଶ୍ଚୟ ଏ ସଂକେତ ପାଇବା ମାତ୍ରକେ ଜନନୀ ମୋହର ବିଶ୍ୱାସ କରିବେ ଯେ ମୁଁ ହେଉଛି ଆପଣଙ୍କ ଦୂତ ବୋଲି। ପ୍ରଭୁ ସୈନ୍ୟମାନଙ୍କୁ ନେଇ ତମେମାନେ ଯାଅ। ଠିକ ଅଛି ପ୍ରଭୁ, ଜୀବିତ ନିଶ୍ଚୟ। ହେ ତା ପୂର୍ବରୁ ଆପଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ। ଆପଣଙ୍କ ଆଶୀର୍ବାଦ ମସ୍ତକରେ ନେଇ ଛୋଡ଼ିଦେବେ ମାତାଙ୍କ ସନ୍ଧାନ ନିମନ୍ତେ ଦିଅନ୍ତୁ ପ୍ରଭୁ। ଆମ୍ଭ ମସ୍ତକରେ ଆଶୀର୍ବାଦ ଓଧାରି ଦିଅନ୍ତୁ। ଜୟ ଶ୍ରୀ ରାମ 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 ସୀତାରାମ।